ଭାରତବର୍ଷ ସମେତ ଦକ୍ଷିଣ ଏସିଆ ଅଞ୍ଚଳରେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ଗାଁରୁ ସହର ଯାଏଁ ପାଳିତ ହେଉଥିବା ପର୍ବ ହେଉଛି ରକ୍ଷାବନ୍ଧନ। ବିଶେଷ ଭାବରେ ଧର୍ମ ସଚେତନ ଓଡ଼ିଶା ବାଟିରେ ବିଭିନ୍ନ ପର୍ବପର୍ବାଣୀ ପାଳନ କରି ଗର୍ଭକ୍ଲାନ୍ତ ଶ୍ରାନ୍ତ କଳୁଷିତ ମନ ଶୁଦ୍ଧପୂତ ହୁଏ। ମନରେ ଥିବା ଆବିଳତା ଅପସରିଯାଏ। ବିଶେଷ କରି ରକ୍ଷାବନ୍ଧନ ପର୍ବରେ ଭଗିନୀ ଭାତୃହସ୍ତରେ ରାକ୍ଷୀଟିଏ ବାନ୍ଧି ଦିବ୍ୟ ଆନନ୍ଦ ପିଇବା ସହିତ ତାର ଜୀବନ ସରସ ଓ ମଧୁମୟ ହୋଇଥାଏ। ଗର୍ଭକ୍ଲାନ୍ତ ଶ୍ରାନ୍ତ ଅବସାଦ ଗ୍ରସ୍ତ ମାନବ ଜୀବନର ମଧୁର ଆଶ୍ୱାସନା ସହ ପାରିବାରିକ ଏବଂ ସାମାଜିକ ଶାନ୍ତି ଶୃଙ୍ଖଳା ଭରିଦେଇ ଆନନ୍ଦ ବର୍ଦ୍ଧନ କରିଥାଏ ରକ୍ଷାବନ୍ଧନ ବା ଗହ୍ମା ପର୍ବ। ଏହା ଏକ କୃଷିଭିତ୍ତିକ ପର୍ବ। ଲଙ୍ଗଳଧାରୀ ଅନନ୍ତ ବଳରାମଙ୍କ ଜନ୍ମ ଦିବସ। ଚାଷୀ ପରିବାରରେ ଘରେ ଗହ୍ମା ପର୍ବରେ ହୁଏ ଗୋପୂଜନ। ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ରରେ ଶିଶୁପାଳ ବଧ କରିବା ପରେ ଦ୍ରୌପଦୀ ଶ୍ରୀକୃଷ୍ଣଙ୍କ କ୍ଷତ ହସ୍ତରେ କନା ଧଡ଼ି ବାନ୍ଧି ଦେଇଥିଲେ। ତାର ପ୍ରତିଦାନ ସ୍ୱରୂପ କୋଟି ବସ୍ତ୍ର ପ୍ରଦାନ କରିଥିଲେ ଶ୍ରୀକୃଷ୍ଣ। ଯେତେବେଳେ କୁରୁସଭାରେ ବିବସ୍ତରା କରାଯିବାକୁ ଉଦ୍ୟମ କରାଯାଇଥିଲା, ପୌରାଣିକ ଐତିହ୍ୟ ଦୃଷ୍ଟିରୁ ଏହି ପର୍ବ ପାଳନ ଯେତିକି ଗୁରୁତ୍ୱପୂର୍ଣ୍ଣ ତାଠାରୁ ଅଧିକ ମୂଲ୍ୟବାନ ସାମାଜିକ ଏବଂ ପାରିବାରିକ ସଂହତି ବନ୍ଧନ ଦୃଢ଼ କରୁଥିବା ହେତୁ ଭାଇର ଉତ୍ତମ ସ୍ୱାସ୍ଥ୍ୟ ଏବଂ ନିରୋଗ ଜୀବନ କାମନା କରି ସୁରକ୍ଷା କବଚ ସ୍ୱରୂପ ଭାଇ ହାତରେ ରାକ୍ଷୀଟିଏ ବାନ୍ଧି ମିଠାଟିଏ ଖୁଆଇ ଦେଇ ଭାତୃ ଭଗିନୀର ସମ୍ପର୍କକୁ ଦୃଢ଼ୀଭୂତ କରିବା ସହ ପରିବାର ସଂହତି ଅତୁଟ ରହିଥାଏ। ଏହି ପର୍ବକୁ ନିଆରା ଢଙ୍ଗରେ ପାଳିଲେ ପଣସ୍ପଦା ଜୁନିୟର କଲେଜର ଛାତ୍ରଛାତ୍ରୀଙ୍କ ମତରେ ବୃକ୍ଷ ହେଉଛି ଆମର ବହୁ ଉପକାରୀ। ଭାଇ ସମାନ ଆମର ଉପକାର କରିଥାଏ ଆଉ ସୁରକ୍ଷା ଦେଇଥାଏ। ବୃକ୍ଷ ଆମକୁ ଖାଦ୍ୟ ପାନୀୟ ଔଷଧ ଜାଳେଣୀ ଉପକରଣ ଛାଇ ଆଶ୍ରୟ ଜୀବନ ଅମୃତ ଅମ୍ଳଜାନ ଅନେକ କିଛି ପ୍ରଦାନ କରିଥାଏ। ବୃକ୍ଷ ନଥିଲେ ପୃଥିବୀରେ ଜୀବଜଗତ ନଥାନ୍ତା। ବିଶେଷ କରି ଜୀବଜଗତ ପାଇଁ ଅତ୍ୟନ୍ତ ଦରକାରୀ ଅମୃତ ଅମ୍ଳଜାନ ପ୍ରଦାନ କରି ମାନବ ସମେତ ଜୀବଜଗତକୁ ସୁରକ୍ଷିତ ରଖିଥାଏ। ବାୟୁମଣ୍ଡଳରୁ ଜୀବମାନେ ଛାଡୁଥିବା ଅଙ୍ଗାରକ ବିଷ ଗ୍ରହଣ କରେ, ଯାହାକି ପରିବେ ଆମର ସୁରକ୍ଷାଦାତା। ହରିଶ୍ୱର ଦେବ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପିଲାମାନେ ଏକଥା ଅନୁଭବ କରନ୍ତି। ଦେବତାମାନଙ୍କ ଭଳି ବୃକ୍ଷ ଆମକୁ ସକଳ ପ୍ରଦାନ କରୁଛି। ଏଣୁ ବୃକ୍ଷ ଆମର ଦେବତା, ବୃକ୍ଷ ଆମର ସୁରକ୍ଷାଦାତା ଭାଇ। ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଶ୍ରୀ ଜଗନ୍ନାଥ ଦାରୁ ଦେବତା ଅଟନ୍ତି। ଏଣୁ ଇକୋ କ୍ଲବର ପିଲାମାନେ ପବିତ୍ର ରାକ୍ଷୀ ପୂର୍ଣ୍ଣମୀରେ ବୃକ୍ଷ ହାତରେ ରାକ୍ଷୀ ବାନ୍ଧିଥିଲେ। ବିଦ୍ୟାଳୟ ପରିସରରେ ସମସ୍ତ ଗଛର ସେବା ଯତ୍ନ ସହ ରାକ୍ଷୀ ବାନ୍ଧିଥିଲେ ଛାତ୍ରଛାତ୍ରୀ। ବୃକ୍ଷ ଦେହରେ ଚନ୍ଦନ ସିନ୍ଦୁର କଜଳ ଲଗାଇ ନବବସ୍ତ୍ର ବାନ୍ଧି ବିଭିନ୍ନ ଫୁଲର ରାକ୍ଷୀ ବାନ୍ଧିଥିଲେ। ଧୂପଦୀପ ପ୍ରଦାନ ପୂର୍ବକ ଆଳତୀ କରି ପୁଷ୍ପାଞ୍ଜଳି ପ୍ରଦାନ କରି ପୂଜନ କରିଥିଲେ। ଏହି ଅବସରରେ ଆୟୋଜିତ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁବନ ସାମନ୍ତରାୟ ଯୋଗଦେଇ ପିଲାମାନଙ୍କ ଉଦ୍ଦେଶ୍ୟରେ ବୃକ୍ଷର ଉପକାରିତା, ପ୍ରାଚୀନ ବୃକ୍ଷ ଆମକୁ କିପରି ସୁରକ୍ଷିତ ରଖୁଛି, ରକ୍ଷାବନ୍ଧନର ପରମ୍ପରା ଏବଂ ପୌରାଣିକ ଗୁରୁତ୍ୱ ଏବଂ ଏହାର ସାମାଜିକ ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ। ଅଧ୍ୟାପକ ରଣଜିତ ସାମଲ, ଶ୍ରୀମତୀ ଅରୁନ୍ଧତୀ ସ୍ୱାଇଁ, ଶ୍ରୀ ରଣଜିତ ସାମଲ, ଶ୍ରୀ ଦେବାଶିଷ ପାତ୍ର, ଶ୍ରୀ କୃତି ସୁନ୍ଦର ସେଠୀ, ଶ୍ରୀ ଉମେଶ ବେହେରା, ଶ୍ରୀ ଗୟାଧର ପ୍ରଧାନ ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଇକୋ ଶ୍ରୀ କାଶୀନାଥ ନାୟକ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୃଷ୍ଣପ୍ରସାଦ ବ୍ଲକରୁ ଦେବେନ୍ଦ୍ର ନାଥ ଦଳାଇଙ୍କ ରିପୋର୍ଟ, ସଂଘର୍ଷ ଟିଭି।